ନମସ୍କାର। ଆଜି ଆମ ପବିତ୍ର ରାମ ମନ୍ଦିରରୁ ଚୋରି ହେଉଛି। ଆମ ଏକ୍ଜାମ୍ ପେପର୍ ଲିକ୍ ହେଇ ଅନେକ ନିରୀହ ନିଷ୍ପାପ ଛାତ୍ରଛାତ୍ରୀଙ୍କ ଜୀବନ ଚାଲିଯାଉଛି। ସେଥିପାଇଁ କେହି ଉତ୍ତର ଦେଇନାହାନ୍ତି। ଆମ ଓଡ଼ିଶାରେ ପିଲାମାନଙ୍କର ପାଠ୍ୟପୁସ୍ତକରେ ହଜାର ହଜାର ତ୍ରୁଟି ରହିଛି। ଓଡ଼ିଆ ଅସ୍ମିତା ପାଇଁ ଆମେ ଯାହାକୁ ସରକାରକୁ ଆଣିଲେ, ସେ ସମୟରେ ଆମର ଛାତ୍ରଛାତ୍ରୀମାନେ ବାହାର ବାହାର ରାଜ୍ୟର ସଙ୍ଗୀତ ଏବଂ ବଲିଉଡ଼ ସଙ୍ଗୀତ ପାଠ ପଢ଼ିବେ। ଓଡ଼ିଆ ଅସ୍ମିତା ଧୂଳିସାତ୍ ହେବ। ଆମ ରାଜ୍ୟରେ କ୍ରାଇମ୍ ସିନ୍ କଥା କହିଲେ ନ ଚଳେ। କ୍ରିମିନାଲ୍ ମାନେ ଏତେ ମଦହୋଶ ହେଇଯାଇଛନ୍ତି, ଦିନ ଦ୍ୱିପହରରେ କ୍ରିମିନାଲ୍ କ୍ରାଇମ୍ କରିବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି। ଆଉ ସେଇଭଳି ଆମ ସମାଜର ଚତୁର୍ଥ ସ୍ତମ୍ଭ ମିଡ଼ିଆ କଥା ସମସ୍ତେ ଭଲସେ ଜାଣିଥିବେ। ଯେଉଁ ଜାଗାରେ ଆମେ ସରକାରଙ୍କୁ ପ୍ରଶ୍ନ କରିବା କଥା, ସେ ଜାଗାରେ ଆମ ମିଡ଼ିଆ ଅପୋଜିସନ୍କୁ ପ୍ରଶ୍ନ କରୁଛି। ସେଥିପାଇଁ ଆଜି ଆମେ 157 ନମ୍ବରରେ ନିମ୍ନଗାମୀର ଶେଷ ଜାଗାରେ ପହଞ୍ଚିଲାଣୁ। ଆଉଟ୍ ଅଫ୍ 180 ଆଜି ଆମେ 157ରେ ଅଛୁ। ମୋର କହିବାର କେବେ ବି ତାତ୍ପର୍ଯ୍ୟ ନୁହେଁ କୌଣସି ପଲିଟିକାଲ୍ ପାର୍ଟିକୁ ବିରୋଧ କରିବା, କିନ୍ତୁ ଏକ ଡେମୋକ୍ରାଟିକ୍ କଣ୍ଟ୍ରିରେ ସେ ସରକାର ସବୁବେଳେ ପାଇଁ ତା'ର ନାଗରିକକୁ ଉତ୍ତରଦାୟୀ ରହିଥାଏ। କିନ୍ତୁ ଆଜି ଆମ ସରକାରରେ ଏମିତି ଅନେକ ନେତା ମନ୍ତ୍ରୀ ଅଛନ୍ତି ଯେଉଁମାନଙ୍କୁ ଆପଣ ପ୍ରଶ୍ନ କଲେ କିମ୍ବା କିଛି ପ୍ରୋଟେଷ୍ଟ କଲେ, ସେମାନେ ଆପଣଙ୍କୁ ରାଷ୍ଟ୍ରଦ୍ରୋହୀ ସଂଜ୍ଞା ଦେବା ପାଇଁ ପଛଘୁଞ୍ଚା ଦେବେ ନାହିଁ। ଯେମିତି ବିଗତ କିଛି ଦିନ ହେଲାଣି ନିଟ୍ ଏକ୍ଜାମ୍ ପେପର୍ ଲିକ୍ ପାଇଁ ଆମ ଶିକ୍ଷାମନ୍ତ୍ରୀ ଯେଉଁମାନେ ପ୍ରୋଟେଷ୍ଟ କରୁଛନ୍ତି, ସେମାନଙ୍କୁ ରାଷ୍ଟ୍ରଦ୍ରୋହୀ ସଂଜ୍ଞା ଦେଇସାରିଛନ୍ତି। ଇଥନଲ୍ ବ୍ଲେଣ୍ଡିଂ ପାଇଁ ପ୍ରଚୁର ପରିମାଣରେ ପାଣି ଖର୍ଚ୍ଚ ହେଉଛି। ପାଣିର ଅଭାବୀ ଯେଉଁ ଜାଗାରେ ଅଛି, ସେ ଜାଗାର ଜନସାଧାରଣ ପ୍ରଶ୍ନ କଲେ ଆମ ରୋଡ଼ ଏବଂ ଟ୍ରାନ୍ସପୋର୍ଟ ମିନିଷ୍ଟର ସେମାନଙ୍କୁ ମଧ୍ୟ ରାଷ୍ଟ୍ରଦ୍ରୋହୀ ସଂଜ୍ଞା ଦେଇସାରିଛନ୍ତି। ଆଜି ଆମ ସମାଜରେ ସବୁ କ୍ଷେତ୍ରରେ ଅନେକ ବିଦ୍ୱାନ ବ୍ୟକ୍ତିମାନେ ଅଛନ୍ତି। ପ୍ରକୃତ ରାଷ୍ଟ୍ରଭକ୍ତି ଏହା ହିଁ କୁହାଯିବ, ଯେକୌଣସି ସମୟରେ ଯେଉଁ ସରକାର ଆସିଲେ ଯଦି ସେ ସରକାରରେ କିଛି ତ୍ରୁଟି ଦେଖାଦିଏ, ସେ ବୁଦ୍ଧିମାନ ବ୍ୟକ୍ତିମାନେ ଆଗକୁ ଆସି ସରକାରଙ୍କୁ ସମାଲୋଚନା କରିବା ଦରକାର, ସେମାନଙ୍କୁ ଆଇନା ଦେଖିବା ଦରକାର। ସେଇଟା ହିଁ ପ୍ରକୃତ ରାଷ୍ଟ୍ରଭକ୍ତି। ଯଦି ଏ ବୁଦ୍ଧିମାନ ବ୍ୟକ୍ତିମାନେ ଆଜି ସାଇଲେଣ୍ଟ ରହିବେ, ସେମାନଙ୍କୁ ରାଷ୍ଟ୍ରଦ୍ରୋହୀ କୁହାଯିବ। ରହିଲି, ଜୟ ହିନ୍ଦ।